ଓମ୍ ଶାନ୍ତି। ସୃଷ୍ଟି ରଚୟିତା ଜ୍ଞାନର ସାଗର ପରମାତ୍ମା ପିତାଙ୍କର ଜ୍ଞାନୀ ଆତ୍ମିକ ସନ୍ତାନମାନଙ୍କୁ ସଙ୍ଗମ ଯୁଗୀ ଶୁଭ ସକାଳର ଶୁଭ ଅଭିନନ୍ଦନ, ଶୁଭେଚ୍ଛା, ସୁସ୍ୱାଗତମ୍, ସୁପ୍ରଭାତ। ଗୀତାରେ କୁହାଯାଇଛି, ଯାହା ବିତିଗଲା ଭଲ, ଯାହା ହେଉଛି ଭଲ, ଆଗକୁ ଯାହା ହେବ ତାହା ମଧ୍ୟ ଭଲ। ଏହା ବାସ୍ତବରେ ହୃଦୟଙ୍ଗମ କରିବା ଆବଶ୍ୟକ। କେବଳ ପଢ଼ିଦେଲେ ବା ଶୁଣିଦେଲେ ଯେ ଭଲ ହେଇଯିବ ତାହା ନୁହେଁ। ଏହା କେଉଁ ଉଦ୍ଦେଶ୍ୟରେ କୁହାଯାଇଛି, କାହିଁକି କୁହାଯାଇଛି, ତାହା ବୁଝିବା ନିତାନ୍ତ ଆବଶ୍ୟକ। ଈଶ୍ୱରଙ୍କର ଏହି ରଚନାରେ ସୃଷ୍ଟି ଏକ ରଙ୍ଗମଞ୍ଚ। ଏଠାରେ ପ୍ରତ୍ୟେକ ଆତ୍ମା ଜଣେ ଜଣେ ଅଭିନେତା ଏହି ଶରୀର ରୂପକ ପୋଷାକ ପିନ୍ଧି ଅଭିନୟ କରୁଛନ୍ତି। ସୃଷ୍ଟି ନାଟକର ଚକ୍ର ଘୂରି ଚାଲିଛି ଅବିରାମ ଗତିରେ। ସତ୍ୟ, ତ୍ରେତୟା, ଦ୍ୱାପର, କଳି ପୁନଃ ପୁନଃ ପୁନରାବୃତ୍ତି ହୋଇ ଚାଲିଛି ନିର୍ଭୁଲ ଭାବରେ, ଯେପରି ଟେପ୍ ରେକର୍ଡରର ଟେପ୍ ଚାଲିଥାଏ। ଯେଉଁ ସମୟରେ ଯାହା ଘଟିଥିଲା ତାହା ହିଁ ପୁନରାବୃତ୍ତି ହୋଇ ଚାଲିଛି। ଏଥିରେ କିଛି ବି ନୂତନତ୍ୱ ନାହିଁ। ଯେପରି ନାଟକରେ ଅଭିନେତାମାନଙ୍କର ଅଭିନୟକୁ ଦେଖି ସମସ୍ତେ ମନୋରଞ୍ଜନ କରିଥାନ୍ତି, ସେହିପରି ଏହି ସୃଷ୍ଟି ନାଟକରେ ପ୍ରତ୍ୟେକ ଅଭିନେତା ନିଜ ନିଜର ଅଭିନୟ କରୁଛନ୍ତି। ଏହା ଅଭିନାଶୀ ସୃଷ୍ଟି ନାଟକ। ସବୁ ହେଉଛି ପୂର୍ବ ପ୍ରସ୍ତୁତ। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ, ଦୁଃଖ କରିବାର ନାହିଁ, କି କାହାରିକୁ ଦୋଷାରୋପ କରିବା ମଧ୍ୟ ଉଚିତ ନୁହେଁ। କାରଣ ଏଥିରେ ଏକ ଗୂଢ଼ ରହସ୍ୟ ଲୁଚି ରହୁଛି। ତାହା ହେଉଛି କର୍ମର ହିସାବ କିତାବ। ସମସ୍ତେ ସମସ୍ତଙ୍କର ପୂର୍ବଜନ୍ମର ଋଣ ଶୁଝିବାରେ ବର୍ତ୍ତମାନ ଲାଗିଛନ୍ତି। ଏହା ଉପରେ ଶାସ୍ତ୍ରରେ ଅନେକ କାହାଣୀମାନ ଅଛି। ଯେପରି ରାମାୟଣରେ କବନ୍ଧ ରାକ୍ଷସର କଥା ରହିଛି, କିପରି ସେ ଗନ୍ଧର୍ବରୁ ରାକ୍ଷସ ହେଲେ, ଯାହାର ଗୋଟିଏ ଆଖି ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ନାହିଁ, ନିଶ୍ଚଳ ହୋଇ ଗୋଟିଏ ଜାଗାରେ ପଡ଼ି ରହିଥିବ, କେବଳ ଦୁଇ ହାତକୁ ଇଚ୍ଛା ମୁତାବକ ପ୍ରସାରିତ କରି ଶିକାର କରି ଭକ୍ଷଣ କରୁଥାଏ। ରାମ, ଲକ୍ଷ୍ମଣ ସୀତାଙ୍କୁ ବନରେ ଖୋଜୁଥିବା ସମୟରେ ତାଙ୍କ ଦ୍ୱାରା ଶ୍ରାପମୁକ୍ତ ହେଇଥିଲେ ଏହି ଗନ୍ଧର୍ବ ରୂପୀ କବନ୍ଧ ରାକ୍ଷସ। ଏବଂ କିପରି ସେ ରାକ୍ଷସ ହେଇଥିଲେ ରାମଙ୍କ ଆଗରେ ସେ ବଖାଣିଥିଲେ କି କୌତୂହଳବଶତଃ ଭୟଙ୍କର ରୂପ ଧାରଣ କରି ଋଷିମୁନିଙ୍କୁ ଭୟଭୀତ କରାଇବାର ଚେଷ୍ଟା କରୁଥିଲେ। ଋଷି ତାଙ୍କ ଦିବ୍ୟ ଦୃଷ୍ଟି ବଳରେ ଜାଣିପାରିଲେ ଏବଂ ଅଭିଶାପ ଦେଲେ ଯେ ତୁମେ ସଦାକାଳ ପାଇଁ ଏହିଭଳି ରୂପ ନେଇଯାଅ। ତେବେ କହିବାର ଉଦ୍ଦେଶ୍ୟ ହେଉଛି, ଯିଏ ଯେପରି କର୍ମ କରିଥାନ୍ତି ତାର ହିସାବ କିତାବ ଚୁକ୍ତ କରିବାକୁ ହିଁ ପଡ଼ିବ ନା। ବର୍ତ୍ତମାନ ସମାଜରେ ଦେଖାଯାଏ, ପରିବାର ମଧ୍ୟରେ ମଧ୍ୟ ଜଣେ ଯଦି ଭଲ କର୍ମ କରିଥାଏ, ଭଲ କହିଥାଏ, ତାକୁ ଅନେକ କଷ୍ଟ ଭୋଗିବାକୁ ପଡ଼ୁଛି, ଅପମାନ ମଧ୍ୟ ସହ୍ୟ କରିବାକୁ ପଡ଼ୁଛି। ଏହା ହିଁ ହେଉଛି କର୍ମର ହିସାବ କିତାବ। ଯିଏ ଏହି ସୃଷ୍ଟି ନାଟକର ଅଟଳ ନିୟମ ବିଷୟରେ ଅବଗତ, ସେମାନେ ଏଥିରେ ବିଚଳିତ ହେବା ପରିବର୍ତ୍ତେ ଖୁସି ଅନୁଭବ କରିଥାନ୍ତି। କାରଣ ସେମାନଙ୍କର ନିଶ୍ଚୟତା ଥାଏ କି ଏହା ମୋର କର୍ମର ହିସାବ ଚୁକ୍ତ ହେଉଛି। ଯେପରି କେହି ଜଣେ ଅଭାବୀ
ବ୍ୟକ୍ତି ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟରୁ କାଟି ସଞ୍ଚୟ କରି କରି ଋଣ ପରିଶୋଧ କଲା ପରେ ଖୁସି ହେଇଥାନ୍ତି ଦୁଃଖୀ ହେବା ପରିବର୍ତ୍ତେ, କାରଣ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ହେଇଯାଇଥାନ୍ତି ନା। ଠିକ୍ ସେହିପରି ସେଥିପାଇଁ ଗୀତାର ସେହି ମହାନ ଉକ୍ତିର ଭାବକୁ ବାସ୍ତବରେ ବୁଝିବା ଦରକାର କି ଯାହା ବିତିଗଲା ତାହା ଭଲ, ଯାହା ଘଟୁଛି ତାହା ମଧ୍ୟ ଭଲ, ଆଉ ଆଗକୁ ଯାହା ଘଟିବ ତାହା ଆହୁରି ଭଲ। ଏଥିରେ ସମସ୍ତଙ୍କର କଲ୍ୟାଣ ହିଁ କଲ୍ୟାଣ ଅନ୍ତର୍ନିହିତ ହୋଇ ରହିଛି। ନିରାକାର ଶିବ ଭଗବାନ କଳିଯୁଗର ଅନ୍ତ ଏବଂ ସତ୍ୟଯୁଗର ଆରମ୍ଭ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଆସି ସ୍ମୃତି ଦେଉଛନ୍ତି କି ତୁମେମାନେ ମୋର ଆଦି ସନ୍ତାନ ହିରୋ ପାର୍ଟଧାରୀ, ଅର୍ଥାତ୍ ସତ୍ୟ ଯୁଗରେ ଦେବୀ ଦେବତା ପଦଠାରୁ ଆରମ୍ଭ କରି 4 ଯୁଗ ଅତିକ୍ରମ କରି ଏହି ସଙ୍ଗମ ଯୁଗରେ ବ୍ରହ୍ମା ମୁଖବଂଶାବଳୀ ଶ୍ରେଷ୍ଠ ବ୍ରାହ୍ମଣର ପାଟ ବଜେଇଲା ବାଲା। ତେଣୁ ଏବେ ମୋର ନିର୍ଦ୍ଦେଶ ମାନ, ତେବେ ବିକାରର ଯନ୍ତ୍ରଣାରୁ ମୁକ୍ତ ହେଇପାରିବ। ପ୍ରଥମ କଥା ହେଉଛି, ମୁଁ ଯେଉଁ ଜ୍ଞାନ ତୁମମାନଙ୍କୁ ପ୍ରଦାନ କରିବା ପାଇଁ ଆସିଛି, ତୁମକୁ ଏହି ଅନୁଷ୍ଠାନ ଅର୍ଥାତ୍ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର 7 ଦିନର ପାଠ୍ୟକ୍ରମକୁ ଭଲ ଭାବରେ ବୁଝି ସେହି ଅନୁସାରେ ଚାଲ, ଯଦ୍ୱାରା ତୁମେ ନିଜକୁ, ନିଜର ପ୍ରକୃତ ପିତାଙ୍କୁ ଏବଂ ଏହି ଅବିନାଶୀ ସୃଷ୍ଟି ନାଟକର ରହସ୍ୟକୁ ସହଜରେ ଜାଣିପାରିବ ଏବଂ ନିଜର ଆଦି ସ୍ୱରୂପର ସ୍ମୃତି ଦ୍ୱାରା 5 ବିକାରର ରୋଗ ସମ୍ପୂର୍ଣ୍ଣ ତୁମଠାରୁ ଦୂରୀଭୂତ ହୋଇଯିବ। ଶାସ୍ତ୍ରରେ ଉଲ୍ଲେଖ ଅଛି, ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର। ଧୈର୍ଯ୍ୟ ଧରି ଏହି 7 ଦିନର ପାଠ୍ୟକ୍ରମକୁ ପୂରା କର, ଯାହା ସମ୍ପୂର୍ଣ୍ଣ ନିଃଶୁଳ୍କ। ଧୀରେ ଧୀରେ ମନର ସମସ୍ତ ପ୍ରଶ୍ନର ଉତ୍ତର ଏହି 7 ଦିନ ମଧ୍ୟରେ ସମାପ୍ତ ହୋଇଯିବ, ଅର୍ଥାତ୍ ସବୁର ଉତ୍ତର ମିଳିଯିବ। ବାସ୍ତବତାକୁ ଜାଣିସାରି କୌଣସି କଥାରେ ସଂଶୟ ଆଣିବା ଅନୁଚିତ। ସାକ୍ଷୀ ହୋଇ ପ୍ରତ୍ୟେକ ଅଭିନେତାଙ୍କର ସବୁ କିଛି ଅଭିନୟକୁ ଦେଖ। କେବେ ହେଲେ ନିଜର ଚରିତ୍ରର ରେକର୍ଡକୁ ଖରାପ କର ନାହିଁ। ନିଜକୁ ବିନ୍ଦୁ ଆତ୍ମା ନିଶ୍ଚୟ କରି ନିରାକାର ବିନ୍ଦୁ ପିତାଙ୍କ ସ୍ମୃତିରେ ରୁହ, ତେବେ ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରି କର୍ମାତୀତ ଅବସ୍ଥା ହୋଇଯିବ। ସତ୍ୟ ପିତାଙ୍କ ସହିତ ସମ୍ପୂର୍ଣ୍ଣ ସତ୍ୟତାର ସହିତ ଚାଲିବା ଦରକାର। ଶିବ ବାବା କହୁଛନ୍ତି, ସନ୍ତୁଷ୍ଟତା ରୂପୀ ସମ୍ପତ୍ତି ଦ୍ୱାରା ବିନାଶୀ ଇଚ୍ଛାଗୁଡ଼ିକୁ ସମାପ୍ତ କରୁଥିବା ସଦା ସନ୍ତୁଷ୍ଟ ମଣି ହୁଅ। କୁହାଯାଏ, ଯିଏ ସଦା ସନ୍ତୁଷ୍ଟ ତା ପାଖରେ ସବୁ କିଛି ପ୍ରାପ୍ତ ହୋଇଥାଏ। ଅସନ୍ତୁଷ୍ଟ ଆତ୍ମାର ଇଚ୍ଛା କେବେ ହେଲେ ପୂରଣ ହୋଇନଥାଏ, କାରଣ ଗୋଟିଏ ଇଚ୍ଛା ପୂରଣ ହେଲେ ଆଉ 10ଟି ଇଚ୍ଛା ଉତ୍ପନ୍ନ ହୋଇଥାଏ। ସେଥିପାଇଁ ବିନାଶୀ ଇଚ୍ଛାଗୁଡ଼ିକୁ ଭୁଲିଯାଅ, ତେବେ ଅବିନାଶୀ ପ୍ରାପ୍ତିର ଅଧିକାର ପ୍ରାପ୍ତ ହୋଇଯିବ। ଯଦି ସ୍ମୃତିର ସୁଇଚ୍ ସଦା ଅନ୍ ରହିବ, ତେବେ କେବେ ବି ମୁଡ୍ ଅଫ୍ ହେଇପାରିବ ନାହିଁ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା ମାଧ୍ୟମରେ
ଧାରଣା କରିବା, ନିଜ ଜୀବନକୁ ଶ୍ରେଷ୍ଠ କରିବା ସହିତ ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କରିଚାଲିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।